ମୁଁ ଡକ୍ଟର ଆଦିତ୍ୟ ଦାସ କେୟାର ଫର୍ଟିଲିଟିର IVF ଏକ୍ସପର୍ଟ। ଆଜି ମୁଁ ଆପଣଙ୍କୁ ଗୋଟିଏ ଛୋଟିଆ କଥା ଜଣାଇବି। ଭ୍ରୂଣ କ'ଣ, ଏମ୍ବ୍ରିଓ କ'ଣ? ପେସେଣ୍ଟ ମାନଙ୍କ ମନରେ ଗୋଟେ ଥାଏ ଜାଣିବାର ଉତ୍ସୁକତା। ଭ୍ରୂଣ କ'ଣ, ଏମ୍ବ୍ରିଓ କ'ଣ? ଏମ୍ବ୍ରିଓ ବା ଭ୍ରୂଣ ଗୋଟେ ଡିମ୍ବାଣୁ ଓ ଗୋଟେ ଶୁକ୍ରାଣୁ ମିଶିଲା ପରେ ଯେତେବେଳେ ଜୀବନର ଆରମ୍ଭ ହୋଇଥାଏ, ପ୍ରଥମ ଷ୍ଟେଜରେ ସେମାନେ ଯେତେବେଳେ କ୍ଷୁଦ୍ରାତି କ୍ଷୁଦ୍ର ରୂପ ନେଇଥାନ୍ତି, ସେତେବେଳେ ତାକୁ ଆମେ ଭ୍ରୂଣ ବା ଏମ୍ବ୍ରିଓ କହିଥାଉ। ଯାହା ଦେଖିବାକୁ ଅତି ଛୋଟିଆ ପାର୍ଟିକଲ, ଗୋଟେ ଭାବନ୍ତୁ ଗୋଟେ ଛୋଟିଆ ବାଲି କଣା ଭଳିଆ କିମ୍ବା ତାଠୁ ଛୋଟ, ଯୋଉଟା ଖାଲି ଆଖିରେ ଦେଖାଯାଇ ନଥାଏ, ତାକୁ ଆମେ ମାଇକ୍ରୋସ୍କୋପ ଦ୍ୱାରା ଦେଖିଥାଉ। ଏ ମାଇକ୍ରୋସ୍କୋପ ପାଖରେ ଆମେ ଏମିତି ମାଇକ୍ରୋସ୍କୋପ ଦ୍ୱାରା ତଳେ ପେଟ୍ରିଟିସରେ ଏମ୍ବ୍ରିଓ ଥାଏ ଓ ଭ୍ରୂଣକୁ ଦେଖିଥାଉ, ଏମ୍ବ୍ରିଓକୁ ଦେଖିଥାଉ। ଆଉ ଭ୍ରୂଣ ଭଲ କ୍ୱାଲିଟିର ହେଇଛି କି ଖରାପ କ୍ୱାଲିଟିର ହେଇଛି ତାକୁ ମଧ୍ୟ ଆସେସ୍ କରିଥାଉ। ଭଲ ଭ୍ରୂଣକୁ ପରବର୍ତ୍ତୀ ସମୟରେ ଛାଡ଼ିବାକୁ ଚେଷ୍ଟା କରିଥାଉ। ୟୁଜୁଆଲି ଆମେ କେତୋଟି ଭ୍ରୂଣ ଛାଡ଼ୁ? ଗୋଟେ ନା ଦୁଇଟା ନା ତିନିଟା? ବର୍ତ୍ତମାନର କଣ୍ଡିସନ ଅନୁସାରେ, ଯେଉଁ ଏକ ନୂଆ ନିୟମ ଅନୁସାରେ ଆମେ 2 କିମ୍ବା 1 ଏମ୍ବ୍ରିଓ ହିଁ ଛାଡ଼ିଥାଉ। ୟୁଜୁଆଲି ଚତୁର୍ଥ ଦିନର କିମ୍ବା ପଞ୍ଚମ ଦିନର ଏମ୍ବ୍ରିଓ ଛାଡ଼ିଥାଉ। ଦ୍ୱିତୀୟ ଦିନ ଓ ତୃତୀୟ ଦିନର ଏମ୍ବ୍ରିଓ ଛାଡ଼ି ନଥାଉ। ଚତୁର୍ଥ ଓ ପଞ୍ଚମ ଦିନ ଏମ୍ବ୍ରିଓର ଗର୍ଭ ସୃଷ୍ଟି କରିବାର ଚାନ୍ସ ବହୁତ ଅଧିକା ଥାଏ ଓ ତା ସକ୍ସେସ୍ ରେଟ୍ ମଧ୍ୟ ବଢ଼େଇ ଦିଆଯାଇଥାଏ। ଆଉ ଗୋଟେ ମନରେ କ୍ୱେଶ୍ଚିନ୍ ଉଠେ, କ'ଣ 2ଟା ଏମ୍ବ୍ରିଓ ଛାଡ଼ିଦେଲେ 2ଟା ଗର୍ଭ ହେଇଯାଇପାରେ କି? ହଁ, 2ଟା ଗର୍ଭ ବି ହେଇଯାଇପାରେ କିମ୍ବା ଗୋଟେ ଗର୍ଭ ସୃଷ୍ଟି ହୁଏ। ଗୋଟିଏ ଗର୍ଭ ସୃଷ୍ଟି ହଉ ଆଉ ଆପଣ ମାନେ ପ୍ରଥମ ଥରରେ ହିଁ IVFରେ ସକ୍ସେସଫୁଲ ହୁଅନ୍ତୁ ବୋଲି ଆମେ 2ଟି ଭ୍ରୂଣ ଛାଡ଼ିଥାଉ। ମ୍ୟାକ୍ସିମମ୍ କେସ୍ ଗୋଟିଏ ଭ୍ରୂଣ ହିଁ ଲାଗେ, କିନ୍ତୁ କିଛି କେସ୍ରେ ଯମଜ ଗର୍ଭ ମଧ୍ୟ ସୃଷ୍ଟି ହେଇଥାଏ। ପ୍ରେଗନେନ୍ସି ହେଇଛି କି ନ ହେଇଛି କେତେ ଦିନ ପରେ ଆମେ ଜାଣିବା? ୟୁଜୁଆଲି ଭ୍ରୂଣ ଛାଡ଼ିବାର 14ରୁ 15 ଦିନ ପରେ ଆମେ ବ୍ଲଡ ଟେଷ୍ଟ କରି ପ୍ରେଗନେନ୍ସି ସୃଷ୍ଟି ହେଇଛି କି ନ ହେଇଛି ଜାଣିଥାଉ। ଏମ୍ବ୍ରିଓ ଛାଡ଼ିବା ପରେ କେତେ ସମୟର ରେଷ୍ଟ ଦରକାର? ଆମ ଲ୍ୟାବ୍ ଭିତରେ ମାତ୍ର 15ରୁ 30 ମିନିଟ୍ର ରେଷ୍ଟ ସଫିସିଏଣ୍ଟ ବୋଲି କୁହାଯାଏ। ଅଧିକା ଭ୍ରୂଣ ଛାଡ଼ିବାର ପରେ ବହୁତ ସମୟ ରେଷ୍ଟ ନେବା ଭ୍ରୂଣର ଇମ୍ପ୍ଲାଣ୍ଟେସନକୁ ନେଗେଟିଭଲି ଆଫେକ୍ଟ କରିଥାଇପାରେ। କ'ଣ ଭ୍ରୂଣ ଛାଡ଼ିଲା ପରେ ଘରକୁ ଗଲା ପରେ ବେଡ୍ ରେଷ୍ଟରେ ରହିବାର ଆବଶ୍ୟକତା ଅଛି କି? ନା, ନୁହଁ। ବେଡ୍ ରେଷ୍ଟରେ ରହିବାର କୌଣସି ଆବଶ୍ୟକତା ନାହିଁ। ଆପଣ ଯେମିତି ରେଗୁଲାରଲି ଆପଣ ଘରେ ରୁହନ୍ତି, କାମଦାମ କରନ୍ତି, ସେୟା କରିବା ଦରକାର। ଯଦି ଆପଣ କୌଣସି ଜବ୍ କରିଛନ୍ତି, ସେ ଜବ୍କୁ ମଧ୍ୟ ଯାଇପାରିବେ, କିନ୍ତୁ ଅନ୍ନେସେସାରୀ ଏକ୍ସର୍ସନକୁ ଆଭଏଡ୍ କରିବା ମଧ୍ୟ ନିହାତି ଆବଶ୍ୟକ। ଯଦି ଏ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ, ଆପଣ ଲାଇକ୍ କରିବାକୁ ଭୁଲିବେନି। ଆଉ ଯାହା ଆପଣଙ୍କ ମନରେ ପ୍ରଶ୍ନ ଥିବ ମେସେଜ ବକ୍ସରେ ନିଶ୍ଚିତ ଲେଖିବେ, ମୁଁ ତାର ଉତ୍ତର ଦେବି ନିଶ୍ଚିତ। ପୁଣି ଆଉ ଥରେ ଆଉ ଗୋଟେ ଭିଡ଼ିଓରେ ଦେଖା ହେବ। ସେ ପର୍ଯ୍ୟନ୍ତ ନମସ୍କାର।